ଦେଶ ଦୁନିଆର ବଡ଼ ଖବର। ବକ୍ସ ଅଫିସରେ ଧୁରନ୍ଧର 2ର ଧମାକା। ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ଧୁରନ୍ଧର 2 2026 ବିଶ୍ୱର 10ତମ ହାଏଷ୍ଟ ଗ୍ରୋସିଂ ଫିଲ୍ମ ପାଲଟିଛି। ଭାରତରେ ଏହାର ମୋଟ ବ୍ୟବସାୟ 1246 କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ବିଶ୍ୱସ୍ତରରେ ଏହା 1653 କୋଟି ପ୍ରାୟ $178 ମିଲିୟନ ରୋଜଗାର କରି ନୂଆ ରେକର୍ଡ ସୃଷ୍ଟି କରି। ତିନୋଟି ରାଜ୍ୟରେ ଜବରଦସ୍ତ ଭୋଟିଂ। ଗତକାଲି 9 ଏପ୍ରିଲ ଆସାମ, କେରଳ ଏବଂ ପୁଦୁଚେରୀରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଶେଷ ହୋଇଛି। ପୁଦୁଚେରୀରେ ସର୍ବାଧିକ 99.08% ଭୋଟିଂ ରେକର୍ଡ କରାଯାଇଛି। ସେହିପରି ଆସାମରେ 85.04% ଏବଂ କେରଳରେ 77.38% ମତଦାନ ହୋଇଛି। ଆସାମରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଇସ୍ରାଏଲର ଭୟଙ୍କର ଆକ୍ରମଣ। ଇସ୍ରାଏଲ ଜେଟ୍ଗୁଡ଼ିକ ଲେବନାନ ଉପରେ ମାତ୍ର 10 ମିନିଟ୍ ମଧ୍ୟରେ ଏକ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଏଥିରେ ପ୍ରାୟ 303 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1150ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ସ୍ପଷ୍ଟ କରି କହିଛନ୍ତି ଯେ ଲେବନାନ ସିଜଫାୟାର ଅଂଶ ନୁହେଁ। ପଶ୍ଚିମବଙ୍ଗରେ ପିଏମ୍ ମୋଦିଙ୍କ 6ଟି ଗ୍ୟାରେଣ୍ଟି। ବେଙ୍ଗଲରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ 6ଟି ଗ୍ୟାରେଣ୍ଟି ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ, ଅନୁପ୍ରବେଶକାରୀଙ୍କୁ ହଟାଯିବ ଏବଂ ସମସ୍ତ ଦୁର୍ନୀତି ତଥା ମହିଳା ବିରୋଧୀ ଅପରାଧର ପୁନଃ ତଦନ୍ତ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମ୍ ଆଦମୀ ପାର୍ଟି ନେତା ରାଘବ ଚଡ୍ଡା ଏକ ନୂଆ ରାଜନୈତିକ ଦଳ ଗଠନ କରିପାରନ୍ତି ବୋଲି ଜୋରରେ ଚର୍ଚ୍ଚା ଧରିଛି। ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଜେନ୍ ଜି ଫୋକସ୍ଡ ପାର୍ଟି ଗଢ଼ିବା ପ୍ରସ୍ତାବରେ ସେ ଇଣ୍ଟରେଷ୍ଟିଂ ଥଟ୍ ଲେଖିବା ପରେ ଏହି ସଂକେତ ଦେଖିବାକୁ ମିଳିଛି। କ୍ରିକେଟ ଜଗତରେ ଶୋକର ଛାୟା। ଭାରତର ସବୁଠାରୁ ବୟୋଜ୍ୟେଷ୍ଠ ଟେଷ୍ଟ କ୍ରିକେଟର ସି.ଡି. ଗୋପୀନାଥଙ୍କର 96 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ 1952ରେ ଇଂଲଣ୍ଡ ବିରୁଦ୍ଧରେ ଭାରତର ପ୍ରଥମ ଟେଷ୍ଟ ବିଜୟୀ ଦଳର ଶେଷ ଜୀବିତ ସଦସ୍ୟ ଥିଲେ। ଷ୍ଟ୍ରେଟ୍ ଅଫ୍ ହରମୁଜ ଟୋଲ୍ ଉପରେ ଭାରତର ସ୍ପଷ୍ଟୀକରଣ। ଇରାନ ସହ ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଯାଉଥିବା ଜାହାଜ ଉପରେ ଟୋଲ୍ ଟ୍ୟାକ୍ସ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି। ଭବିଷ୍ୟତରେ ଏଭଳି ପରିସ୍ଥିତି ଆସିଲେ ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି।